ଖାଦ୍ୟ ହେଉଛି ମଣିଷ ଜୀବନର ଏକ ଅଂଶ। ଜୀବନ ପରିଚାଳନା କରିବାରେ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ସେହି ଖାଦ୍ୟ ଖାଇ ମଣିଷ ରୋଗରେ ପଡ଼େ ତାହେଲେ ସେଥିପାଇଁ ଦାୟୀ କିଏ ରହିବ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ। ଆମେ ଦେଖାଉଛୁ କାକଟପୁର ବ୍ଲକର କାକଟପୁରର ବହୁ ପ୍ରତିଷ୍ଠିତ ବାବାଜୀ ସାହୁ ମିଠା ଦୋକାନର ଚିତ୍ର। ବିଗତ ଦିନରେ ଖାଦ୍ୟରେ ଏକ ପୋକ ପଡ଼ିଥିବା ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ ହୋଇଥିଲା, ଯାହାକୁ ନେଇ ଗତକାଲି ଫୁଡ୍ ସେଫ୍ଟି ଟିମ୍ ଚଢ଼ାଉ କରି ଟିକନିକ୍ କରି ଖାଦ୍ୟର ମାନ ଯାଞ୍ଚ କରିବା ସହିତ ପ୍ରସ୍ତୁତି ପ୍ରଣାଳୀକୁ ଯାଞ୍ଚ କରିଥିଲା ଏହି ସ୍ୱତନ୍ତ୍ର ଟିମ୍। ଘଟଣାସ୍ଥଳରେ ବହୁ ବାସି ଖାଦ୍ୟ କେମିକାଲ ଜବତ କରି ସେଥିରେ ସର୍ଫ ଗୁଣ୍ଡ ପକାଇ ନଷ୍ଟ କରିଥିଲା ପୋଲିସ। କାକଟପୁର ପୋଲିସ ଆଉ ଖାଦ୍ୟ ନିରାପତ୍ତା ବିଭାଗର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଯାତ୍ରୀ। କେବଳ ବାବାଜୀ ସାହୁ ମିଷ୍ଟାନ୍ନ ଦୋକାନ ନୁହେଁ, ଆଖପାଖରେ ରାସ୍ତା କଡ଼ରେ ଥିବା ଫାଷ୍ଟଫୁଡ଼୍ ଦୋକାନଗୁଡ଼ିକରେ ମଧ୍ୟ ଚଢ଼ାଉ ଜାରି କରିଥିଲେ। ସେଠି ଅନେକ ଅନୁପଯୋଗୀ ବ୍ୟବହାର ଖାଦ୍ୟ ଜବତ କରିବା ସହିତ ନଷ୍ଟ କରାଯାଇଛି। ଆଉ ସେହି ଦୋକାନଗୁଡ଼ିକ ବିନା ଫୁଡ୍ ସେଫ୍ଟି ଲାଇସେନ୍ସରେ ଚାଲୁଥିବାରୁ ଅଧିକାରୀ ସେମାନଙ୍କୁ ତାଗିଦ କରିବା ସହିତ ତୁରନ୍ତ ଲାଇସେନ୍ସ ଆବେଦନ କରିବାକୁ କହିଥିଲେ। ଅପରପକ୍ଷରେ କାକଟପୁର ମା ମଙ୍ଗଳା ମନ୍ଦିର ରାତି ପାଇଲେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ବୁଲି ଆସୁଛନ୍ତି। ମା ମଙ୍ଗଳା ଦର୍ଶନ ପରେ କୋଣାର୍କ ଓ ପୁରୀ ବୁଲି ଯାଉଛନ୍ତି। ହେଲେ କାକଟପୁରରେ ଏପରି କୁଖାଦ୍ୟ ବିକ୍ରି ମାଲାମାଲ ହେଉଛନ୍ତି ବ୍ୟବସାୟୀ। ତେଣୁ ବର୍ତ୍ତମାନ ପାର୍ବଣ ଚାଲିଥିବା ବେଳେ ଏପରି ଚଢ଼ାଉକୁ କାକଟପୁର ବାସିନ୍ଦା ବହୁତ ଖୁସି ଥିବା ଦେଖିବାକୁ ମିଳିଛି। ଦେଖନ୍ତୁ, ବିଗତ କିଛି ଦିନ ଧରି ଆମର ଗଣମାଧ୍ୟମରେ ପ୍ରକାଶ ହେଉଥିଲା କି କାକଟପୁରରେ ଯେଉଁ କିଛି ହୋଟେଲ ଅଛି ଏବଂ କିଛି ଜଳଖିଆ ଦୋକାନ ଅଛି ସେଠି ବହୁତ ଖରାପ ଖାଦ୍ୟ ପରିବେଷଣ କରାଯାଉଛି। ତେଣୁ ସେଥିପାଇଁ ପୋଲିସ ଆଉ ପ୍ରଶାସନର ମିଳିତ ସହଯୋଗରେ ଆଜି କାକଟପୁର ଅଞ୍ଚଳରେ ଯେତିକି ହୋଟେଲ ଅଛି ଓ ଢାବା ଅଛି ତା ଉପରେ ଚଢ଼ଉ କରାଯାଇଥିଲା। ଆମ ସାଥିରେ ଫୁଡ୍ ସେଫ୍ଟି ଅଫିସର ମଧ୍ୟ ଆସିଥିଲେ କମିଶନର ତରଫରୁ ଏବଂ ସେ ବି ଆମକୁ ସହଯୋଗ କରିଥିଲେ। ଏଥିରେ ପ୍ରଶାସନର ସହଯୋଗରେ ଆମେ କିଛି ଖରାପ ହୋଇଯାଇଥିବା ଖାଦ୍ୟକୁ ମଧ୍ୟ ନଷ୍ଟ କରାଯାଇଛି ଏବଂ ସେମାନଙ୍କୁ ୱାର୍ଣ୍ଣିଂ କରାଯାଇଛି। ଯେହେତୁ ଏନଫୋର୍ସମେଣ୍ଟ ଚାଲୁ ହୋଇଛି ସେମାନଙ୍କୁ ଖରାପ ସେମାନଙ୍କୁ ୱାର୍ଣ୍ଣିଂ କରାଯାଇଛି। ଯଦି ଭବିଷ୍ୟତରେ ଏଇଭଳି ଖରାପ ଖାଦ୍ୟ ସେମାନେ ପରିବେଷଣ କରନ୍ତି ତାହେଲେ ବାଧ୍ୟ ହୋଇକି ଆମେ ଲିଗାଲ ଆକ୍ସନ୍ ନେବୁ, ତାଙ୍କ ଏଗେନ୍ଷ୍ଟରେ ଲିଗାଲ ଆକ୍ସନ୍ ନେବୁ। ସେଇ ଖରାପ ଖାଦ୍ୟକୁ ପୋଲିସଙ୍କ ପ୍ରେଜେନ୍ସରେ ଏବଂ ଫୁଡ୍ ସେଫ୍ଟି ଅଫିସରଙ୍କ ପ୍ରେଜେନ୍ସରେ ତାକୁ ସର୍ଫ ପକାଇ ନଷ୍ଟ କରାଯାଇଛି ଏବଂ ମାଲିକଙ୍କୁ ମଧ୍ୟ ୱାର୍ଣ୍ଣିଂ କରାଯାଇଛି କି ଭବିଷ୍ୟତରେ ଏଭଳି କୌଣସି ଖରାପ। କାକଟପୁରରୁ ଜ୍ଞାନରଞ୍ଜନ ବିଶ୍ୱାଳଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।